ଆମ ଗାଁରେ ଆମେ ଏପରି ଭାବରେ ଘଣ୍ଟ ଯାତ୍ରାଟା ପାଳନ କରିଥାଉ। ଏବେ ଦେଖନ୍ତୁ ଘଣ୍ଟଟା ଆମ ଘର ବାହାରେ ଆସିଛନ୍ତି ଆଉ ଆମେ ଏବେ ପୂଜା କରୁଛୁ। ଆଉ ମୋ ମିସେସ୍ ଦେଖନ୍ତୁ କେତେ ଖୁସି। କାହିଁକି ଖୁସି ହେବେନି? ଖୁସି ହେବାର କାରଣ ଏଇଟା ଯେ ଆମେ ଯେଉଁ ଭଗବାନଙ୍କୁ ଦେଖିବାକୁ ତାଲଗୁଡ଼ ଯାଉଥିଲୁ, ଆଜି ସେ ଭଗବାନ ନିଜେ ଆମ ଘରକୁ ଆସିଛନ୍ତି ଆମକୁ ଆଶୀର୍ବାଦ ଦେବାକୁ। ତ ଆମେ କାହିଁକି ଖୁସି ହେବୁନି? ଆମ ଗାଁକୁ ଦୁଇଟା ଘଣ୍ଟ ଆସେ। ଗୋଟିଏ ହେଉଛି ଆମ ଗାଁର ଠାକୁରାଣୀ ମାଆଙ୍କର, ଆଉ ଗୋଟିଏ ଘଣ୍ଟ ମା ଡକୁରୀ ବୁଢ଼ୀ ମାଆଙ୍କର। ଏଇଟା ମା ଡକୁରୀ ବୁଢ଼ୀ ମାଆଙ୍କର ଘଣ୍ଟ, ଆଉ ଏଇଟା ତାଲଗୁଡ଼ରୁ ଆସିଛନ୍ତି। ଆପଣ ଜାଣିଥିବେ ଆମେ ତ ଲାଷ୍ଟ ଭିଡ଼ିଓରେ ଦେଖେଇଥିଲୁ ଆମେ ବହୁତ ଥର ତାଲଗୁଡ଼ ଯାଇଛୁ ମନ୍ଦିରକୁ ପୂଜା କରିବାକୁ। ଘଣ୍ଟ ଯାତ୍ରାରେ ମା ସମସ୍ତଙ୍କର ଘର ଘର ବୁଲିକି ଆଶୀର୍ବାଦ ଦେଇଥାନ୍ତି ଆଉ ଭୋଗ ଖାଇଥାନ୍ତି। ଆମ ପାଇଁ ଘଣ୍ଟ ଯାତ୍ରାର ସବୁଠୁ ମୁଖ୍ୟ କାମ ହେଲା ଆମେ ଘଣ୍ଟ ଯିବା ସମୟରେ ଘଣ୍ଟ ସାମ୍ନାରେ ଗଡ଼ିଥାଉ। ଦେଖନ୍ତୁ ମୋର ଏଇଟା ଝିଆରୀ ଯାକ ସବୁ ଗଡ଼ି ପଡ଼ିଲେଣି ଆଉ ଦେଖନ୍ତୁ ହସୁଛନ୍ତି କେମିତି, ଦେଖିଲେ ତ? ଏବେ ମୁଁ ବି ଘଣ୍ଟ ସାମ୍ନାରେ ଗଡ଼ିବି, କାହିଁକି ନା ଆମେ ମାନିଥାଉ ଯେ ଘଣ୍ଟ ଆମ ଉପର ଦେଇକି ଗଲେ ଆମ ଶରୀରର ରୋଗ କଷ୍ଟ ସବୁ ଦୂର ହେଇଯାଇଥାଏ ଆଉ ମନକୁ ବି ଶାନ୍ତି ଲାଗିଥାଏ। ଆପଣଙ୍କର ସିଆଡ଼େ ଘଣ୍ଟ ଯାତ୍ରାଟା କେବେ, ଆଉ ଆପଣଙ୍କର ସିଆଡ଼େ ଘଣ୍ଟ ସାମ୍ନାରେ ଏମିତି ଗଡ଼ିବା ପ୍ରଥା ଅଛି କି ନାହିଁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣେଇବେ। ଆଜିର ମୋର ମିନି ବ୍ଲଗରେ ଏତିକିରେ ରହିଲି। ମା ଡକରୀ ବୁଢ଼ୀ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।